ଆମର ଗାଁର ଗର୍ବ ଗୌରବ ଏ ମେଲଣ ଆଜି 49 ବର୍ଷରେ ପହଞ୍ଚିଛି। ଆମେ ମେଲଣ ଆସିଲେ ଆମ ଗ୍ରାମବାସୀ ବହୁତ ଖୁସି ହୁଅନ୍ତି। ଆମେ ଆକୁ ବହୁତ ଖୁସିର ସହିତ ଏନ୍ଜୟ କରୁ। ଆମର ପାରି କଇଁଚି କଇଁ ଶାସନ ଗୋପାଳପୁର ନୂଆସାହି ତଳସାହି ଆଉ ନାକୋଲ ଜହର ତେନ୍ତୁଲିକୁଟା ପହଙ୍ଗା ଆସିବା କଥା ମାନେ ଆସିପାରିଲେନି। ତରାପୁର ବି ତାଙ୍କର ଗ୍ରାମ ନିଜସ୍ୱ ବ୍ୟକ୍ତିଗତ କାରଣ ଆସିପାରୁନାହାନ୍ତି। ଏପରି ଭାବରେ ବହୁତ ବିମାନ ଆସିଛନ୍ତି। ଆଉ କିଛି ନାହିଁ, ସବୁ ବିମାନ ତାଙ୍କ ସାଜସଜା ନେଇକା ଆମ ଗ୍ରାମର ଶେଷ ଭାଗକୁ ଯିବେ। ସେଠି ଦିନ 12ଟା ବେଳେ ସଭା ହବ ଏବଂ ତାପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହେଇଛି। ସମସ୍ତେ ପ୍ରସାଦ ସେବନ କରିକି ଯେଝା ଯେଝା ଘରକୁ ଯିବେ। ଆଜି 50ତମ ଶ୍ରୀ ଶ୍ରୀ ରାଧାକୃଷ୍ଣଜୀଉ ମେଲଣ ଉତ୍ସବ ଆମର କୁପଣ୍ଡ ରାମବନ୍ଧ এই মেলন উৎসব 49 ବର୍ଷ এই অনুষ্ঠাନକୁ ଚଳିକି ଆସିଛନ୍ତି। ଆଜି ମୋତେ ନିମନ୍ତ୍ରଣ କରିଥିଲେ এই মেলନ ଉତ୍ସବକୁ। ତାଙ୍କର କମିଟିର ସଭାପତି ସମ୍ପାଦକ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେମି। ନିଶ୍ଚିତ ଭାବେ ଇଏ ଗୋଟେ ଭାଇଚାରାର ସହର। ଆଜି କୋପଣ୍ଡ ଗାଁ ଗୋଟେ ଇତିହାସ ସୃଷ୍ଟି କରିଛି এই মেলন ଉତ୍ସବ କରିକି। এই ଭାଇଚାରାକୁ ବଜାୟ ରଖିଛି। 49 ବର୍ଷ ଧରି এই মেলন ଉତ୍ସବ অনুষ্ঠাନକୁ ବଞ୍ଚାଇ ରଖିଛି। ମୁଁ ନିଶ୍ଚିତ ଭାବେ ଭଗବାନ କତିରେ ପ୍ରାର୍ଥନା କରିମି এই মেলন ଉତ୍ସବ ଆହୁରି ବଡ଼ ଆକାର ହଉ। ଆଉ ଯେତିକି ବିମାନ ଆସୁଛନ୍ତି ଆଜି 10ଟି ବିମାନ ଏଥିରେ ଯୋଗଦାନ ଦେଇଛନ୍ତି। ଆଜି 8ଟି ପହଞ୍ଚିଛନ୍ତି। ନିଶ୍ଚୟ ମୁଁ ଯାଇକି ସବୁ ଠାକୁରଙ୍କୁ ଦର୍ଶନ କରିଛି। ଠାକୁରଙ୍କ କତିରେ ମୁଁ ପ୍ରାର୍ଥନା କରିବି କୋପଣ୍ଡ ଗାଁ ସହିତ ମୋ ବ୍ୟାସନଗର ସହରର ସମସ୍ତ ଜନସାଧାରଣଙ୍କ ମଙ୍ଗଳ ହଉ ଏବଂ ସମସ୍ତେ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସୁଖରେ ରୁହନ୍ତୁ, ଏତିକି ଭଗବାନ କତିରେ ପ୍ରାର୍ଥନା କରୁଛି। ଏବଂ କୋପଣ୍ଡ ଗାଁର କମିଟି ମେଲଣ ଉତ୍ସବ କମିଟିକି ମୁଁ ଭଗବାନ କତିରେ ପ୍ରାର୍ଥନା ତାଙ୍କର ଉତ୍ତରୋତ୍ତର କାମନା କରୁଛି। ଆଉ ଏ ମେଲଣ କମିଟିର ଏ ବର୍ଷ 49ତମ ମେଲଣ ମା ସମାରୋହରେ ପାଳିତ ହେଉଛି। ଆମେ ଦଳ ମତ ନିର୍ବିଶେଷରେ ଯାଇ କୌଣସି ରାଜନୈତିକ ଦଳ ବିଜେପି ହଉ, କଂଗ୍ରେସ ହଉ, ବିଜେଡି ହଉ, ଆଉ ଆମର ବରିଷ୍ଠ ନାଗରିକ ହୁଅନ୍ତୁ ବା ସମାଜସେବୀ ସମସ୍ତଙ୍କୁ ଆମେ ନିମନ୍ତ୍ରଣ କରୁଛୁ। ପୋଲିସ ଆଇଏସି ମଧ୍ୟ ନିମନ୍ତ୍ରଣ କରୁଛୁ। ଠାକୁର ବିଦାୟ ବେଳେ ସେମାନେ ଆସି ପହଞ୍ଚିବା ପାଇଁ ଦଳ ମତ ନିର୍ବିଶେଷରେ ଆମର ଏଠି କିଛି ଦଳ ନାହିଁ। ଇଏ 49 ବର୍ଷ ଏ ବର୍ଷ ପାଳନ ହେବାକୁ ଯାଉଛି। ଆସନ୍ତା ବର୍ଷ 50 ବର୍ଷ ହବ। ଆମେ ସମସ୍ତଙ୍କର ସହଯୋଗ କରୁଛୁ। ଆପଣମାନେ ବାଇକ୍ ନେଇଥିବ, ଆପଣମାନଙ୍କୁ ବହୁତ ଧନ୍ୟବାଦ। ଆଜି ଯୋଉ ଦୁର୍ଗା ମେଲଣ କମିଟି ଆନୁକୂଲ୍ୟରେ ଆଜି ହେଇଛି ମେଲଣ ମହୋତ୍ସବ ଚାଲିଛି। ଆଜି ଯୋଉ ମେଲଣ ମହୋତ୍ସବ ମହାମେଲଣ 50ତମ ମେଲଣ ମହୋତ୍ସବ ଆଜି ଚାଲିଛି। ଏଇ ଉତ୍ସବରେ ଆଜି ଆମର 9 ଖଣ୍ଡ ବିମାନ ଆଜି ଏ ବର୍ଷ ଆମର ଆସିଛନ୍ତି। ଆମର 9 ଖଣ୍ଡ ବିମାନ ଭିତରେ ଆମର ପାଞ୍ଚବତିଆ ଆଉ କଇଁ ଶାସନ ଗୋପାଳପୁର ଇସ୍କନବାର ଗୋପାଳପୁର ଉପରସାହି ଆଉ ଆମର ତେନ୍ତୁଲିକୁଣ୍ଡା ଆମର ନାକୋଲ ଆମର ଗୋପଣ ଚୁଆଁ ଠାକୁର ଆଉ ଧାନପତି ଗୋଟେ ବିମାନ କ୍ୟାନସେଲ ହେଇଯାଇଛି। ତାଙ୍କର ଅସୁବିଧା କ୍ୟାନସେଲ ହେଇଗଲା। ଆଉ ଆଜି ଯୋଉ ମେଲଣରେ ମତେ ରଖାହେଇଛି ସଭାପତି ହିସାବରେ ରଖିଛନ୍ତି। ଆଉ ଯୋଉ ସଭାପତି ରଖିଛନ୍ତି ଆପଣଙ୍କୁ ଭାବୁନଥିଲି ଯେ ହେଇପାରିବ ବୋଲି, ଇଏ ସମ୍ଭାବନା ହେଇପାରିବ ବୋଲି ମୁଁ ବି ଭାବିନଥିଲି। କାଲି ଆମର ବହୁତ ଇଏରେ ଆମର ସରିପାରୁନଥିଲା ବି, ବହୁତ ଲାଷ୍ଟ ରାତି ସନ୍ଧ୍ୟା ପର୍ଯ୍ୟନ୍ତ ରାତି ପର୍ଯ୍ୟନ୍ତ ଗେଟ୍ ବି କାମ ଲାଗିଥିଲା। ବହୁତ କାର୍ଯ୍ୟକାରୀ ଭିତରେ ବି କାମ ବହୁତ ଯୁଦ୍ଧକାଣ୍ଡ ଭିତରେ କାମ ହେଇ ବହୁତ ଖୁସି ଲାଗୁଛି ଯେ ଆଜି ସକାଳୁ ଭୋରୁ ଠାକୁର ଆସି ପହଞ୍ଚନ୍ତି। ସକାଳୁ 7ଟା ବେଳେ ଠାକୁର ପହଞ୍ଚନ୍ତି। ମାନେ ଆଜି ବହୁତ ଖୁସି ଲାଗୁଛି ଏତିକି ଯେ ଆମେ କୋପଣ୍ଡ ମହୋତ୍ସବ ପାଇଁ ଆମେ ଗର୍ବିତ। ଯାଉ ସବୁ ଠାକୁର ଆସି ଆମ ପହଞ୍ଚନ୍ତି। ଯେ ଗୋଟେ ବୃନ୍ଦାବନ, ଇଏ ଗୋଟେ ମାନେ ଆଜି କୋପଣ୍ଡ ଗାଁରେ ଆଜି ଯୋଉ ଖେଳ ହଉଛି ଗୋପୀନାଥଙ୍କର ଖେଳ ହଉଛି, ଇଏ ହେଲା ଆଜି ବୃନ୍ଦାବନ ସୃଷ୍ଟି ହେଇଛି। ଆଜି ମାନେ ଗୋପପୁର ଠାକୁର ନାଚନ୍ତି, ଗୋପୀ ମାନେ ଅଛନ୍ତି। ଆଜି ଗୋପୀ ମାନେ ଆଜି ଆମେ ଠାକୁର ନାଚୁଛୁ। ଇଏ ଗୋପୀ ବୃନ୍ଦାବନରେ ଆଜି 9 ଖଣ୍ଡ ବିମାନ ଆଜି ହୋଲି ମାନେ ରଙ୍ଗ ରଙ୍ଗ ଖେଳି ଆଜି ପୁରା ବହୁତ ମହୋତ୍ସବ ପୁରା ବହୁତ ଆଡମ୍ବରରେ ଆଜି ଚାଲିଛି। ଏ ଆଡମ୍ବର କହିଲେ କଳ୍ପନା ବାହାରକୁ ହେଇଯିବ, କହିହେବନି। ମାନେ ଆମକୁ ବହୁତ ଇଏ ଲାଗୁଛି ଆସିଛନ୍ତି, ବହୁତ ଜନ ଆସିଛନ୍ତି, ଆସିକି ଆଜି ପହଞ୍ଚିଛନ୍ତି। ତାଙ୍କର ମାନେ ଯୋଉ ସମୟ ଦେଇଛନ୍ତି, ତାଙ୍କର ଦିନ ସକର ମଜୁରୀ ବି କିଛି ନାହିଁ, ମଜୁରୀ କିଛି ମିଳିବନି। ଏତିକି ସମୟ ଦେଇଛି, ସେ ସମୟଟା ପାଇଁ ବହୁତ ମୂଲ୍ୟବାନ। ସେ ଆଜି ଆସି ତାଙ୍କ ଘର ଛାଡି ଘର ଦ୍ୱାର ଛାଡି ଆସି ଏଠି ପହଞ୍ଚି ମୂଲ୍ୟବାନ ସମୟ ଦେଇଛନ୍ତି। ଠାକୁରଙ୍କୁ ନେଇ ମୂଲ୍ୟବାନ ଜଣେଇଛନ୍ତି। ସେଇଟା ଗୋଟେ ବହୁତ ଆମେ ଗର୍ବିତ। ଯେ ଯାଉ ଠାକୁର ଦୟାରୁ
କି ଆନନ୍ଦ ହେଉଛି। ଆସନ୍ତା ବର୍ଷ 50 ବର୍ଷ ଯାଉଛି ଆମେ ଆମର 9 ଖଣ୍ଡ ବିମାନ କଣ ଆସନ୍ତା ବର୍ଷ ଆମେ ଟାର୍ଗେଟ ଅଛି 20 ଖଣ୍ଡ ବିମାନ ଆୟୋଜନ କରିବା ପାଇଁ ଚାହିଁଛୁ। କିନ୍ତୁ ଗ୍ରାମବାସୀ ସମସ୍ତେ ବି ଏଥିରେ ଖୁସି ଅଛନ୍ତି। ଗ୍ରାମବାସୀଙ୍କ ସମସ୍ତଙ୍କ ସହଯୋଗରେ ଆଜି ଚାଲିଛି।